ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ। ପ୍ରଥମ କଥା, ବାହାରକୁ ଯାଉଥିଲେ ଖରାରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତୁ। ଦ୍ୱିତୀୟ କଥା, ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ତୃତୀୟ କଥା, ଦେହକୁ ଥଣ୍ଡା ରଖନ୍ତୁ। ଚତୁର୍ଥ କଥା, ଟାଣ ଖରା ବେଳେ ବାହାରକୁ ବାହାରନ୍ତୁ ନାହିଁ। ପଞ୍ଚମ କଥା, ଟାଣ ଖରାରେ ନିଆଁ ପାଖରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଷଷ୍ଠ କଥା, ମଦ୍ୟପାନ ଓ ଧୂମପାନ ଠାରୁ ଦୂରେଇ ରହନ୍ତୁ। ସପ୍ତମ କଥା, ଅଂଶୁଘାତ ଲକ୍ଷଣ ଦେଖାଦେଲେ ତୁରନ୍ତ 108 ଆମ୍ବୁଲାନ୍ସ ଡାକି ନିକଟସ୍ଥ ଡାକ୍ତରଖାନାକୁ ନିଅନ୍ତୁ। ତାପରେ ଘର ଉପରେ ନଡ଼ା ବିଛାନ୍ତୁ। ତାପରେ ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତି ଦେହରେ ବରଫ ଘଷନ୍ତୁ ନାହିଁ। ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ସରକାରୀ ଡାକ୍ତରଖାନାରେ ଚିକିତ୍ସା ସୁବିଧା କରାଯାଇଛି।